ଜୟ ଜଗନ୍ନାଥ ପ୍ରଭୁ। ସମସ୍ତ ଓଟିଇଟି ଆସ୍ପିରାଣ୍ଟଙ୍କୁ ଓଡ଼ିଶା ଟେଟ୍ କ୍ରାକର ୱାଇଟି ପ୍ଲାଟଫର୍ମରେ ମୁଁ ସ୍ୱାଗତ ଜଣାଉଛି। ଆଶା କରେ ସମସ୍ତଙ୍କର ପ୍ରିପାରେସନ୍ ପ୍ରପର ୱେରେ ଚାଲିଥିବ। ଯଦି ଦେଖିବା ବିଏସସି ବା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ଗତକାଲି ଏକ ନୋଟିଫିକେସନ୍ ଆସିଥିଲା, ଯାହାକି ଓଟିଇଟି ପେପର 1 ଆଣ୍ଡ ପେପର 2ର ଏକ୍ଜାମ୍ 17/8/2024ରେ କଣ୍ଡକ୍ଟ ହେବାକୁ ଯାଉଛି। ତେବେ ପୂର୍ବପରି ନିଜର ପ୍ରିପାରେସନ୍ କଣ୍ଟିନ୍ୟୁ ରଖନ୍ତୁ ଏବଂ ଯଦି ଆପଣଙ୍କର ସିଲାବସ୍ କଭର କରିସାରିଛନ୍ତି ତେବେ ମାକ୍ସିମମ୍ ଟୁ ମାକ୍ସିମମ୍ ଅଲ୍ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ତା ସହିତ ମକ୍ ଟେଷ୍ଟ ଦିଅନ୍ତୁ, ଯଦ୍ୱାରା କି ନିଜର ପ୍ରିପାରେସନ୍ ଲେଭେଲ୍ ଜାଣିପାରିବେ। ତେବେ ଆଜିର କ୍ଲାସ୍ରେ ଆମେ ଲାଷ୍ଟ ଇୟର ଅର୍ଥାତ୍ 2022ର ଓଟିଇଟି ପେପର 2 କ୍ୱେଶ୍ଚିନ୍ ଡିସ୍କସ୍ କରିବା। ସୋ ୱିଦାଉଟ୍ ଡିଲେ ଚାଲନ୍ତୁ କ୍ଲାସ୍କୁ ଷ୍ଟାର୍ଟ କରିବା। ତା ପୂର୍ବରୁ କହି ରଖିବି କି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରିଥାନ୍ତି ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ କ୍ଲାସ୍ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ। ତେବେ ପ୍ରଥମ କ୍ୱେଶ୍ଚିନ୍ ଦେଖିବା, ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର ନିମ୍ନସ୍ଥ ମଧ୍ୟରୁ କେଉଁଟି ବିକାଶ ପ୍ରକ୍ରିୟାର ଏକ ନିୟମ? ଅପସନ୍ ଏ ରେ ଅଛି ସମାନତା, ଅପସନ୍ ବି ଧାରାବାହିକତା, ଅପସନ୍ ସି ରେ ଅଛି ବ୍ୟକ୍ତିଗତ ପ୍ରଭେଦ ଏବଂ ଅପସନ୍ ଡି ରେ ଅଛି ପ୍ରତ୍ୟାଶିତତା। ତ ଯଦି ଆପଣଙ୍କୁ ଇଂଲିଶ କମ୍ଫର୍ଟେବଲ ଲାଗିବ ତେବେ ନିଶ୍ଚିନ୍ତ ଇଂଲିଶରେ ମଧ୍ୟ ଆପଣ ରିଡ୍ କରିପାରିବେ। ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ପ୍ରିନ୍ସିପଲ୍ ଅଫ୍ ଡେଭଲପମେଣ୍ଟ? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 1, ଯଦି ଦେଖିବା କ୍ୱେଶ୍ଚିନ୍ ନମ୍ବର 1ର କରେକ୍ଟ ଆନ୍ସର ହେବ ଅପସନ୍ ଏ ହେବ ସମାନତା। ଏକ ନିୟମ ନୁହେଁ ପଚାରିଛି, ତେଣୁ ସଠିକ୍ ଆନ୍ସର ହେବ ଅପସନ୍ ଏ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 2, ନିମ୍ନୋକ୍ତ କେଉଁ କାରକଟି ଶିକ୍ଷଣକୁ ଖୁବ୍ କମ୍ ପ୍ରଭାବିତ କରିଥାଏ? ଅବସନ୍ନତା, ବୟସ, ଅସୁସ୍ଥତା, ଲିଙ୍ଗଗତ ପ୍ରଭେଦ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 2, ତାର କରେକ୍ଟ ଆନ୍ସର ହେବ ଲିଙ୍ଗଗତ ପ୍ରଭେଦ ବା ଜେଣ୍ଡର ଡିଫରେନ୍ସ, ଯାହାକି ଶିକ୍ଷଣକୁ ଖୁବ୍ କମ୍ ପ୍ରଭାବିତ କରିଥାଏ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 3, 25, 29, 25, 32, 24 ଓ xର ମାଧ୍ୟମାନ 27 ହେଲେ ମଧ୍ୟମା କେତେ ହେବ? ତେବେ ଏହାର ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 3, ଅପସନ୍ ସି ହେବ 26 ହେବ ତାର କରେକ୍ଟ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 4, ଏକ ତଥ୍ୟାବଳୀର ମାଧ୍ୟମାନ ଓ ଗରିଷ୍ଠକ ଯଥାକ୍ରମେ 4 ଓ 10 ହେଲେ ମଧ୍ୟମା କେତେ ହେବ? କ୍ୱେଶ୍ଚିନ୍ ନମ୍ବର 4, ଅପସନ୍ ଏ ରେ ଦେଲା କି 1.5, ଅପସନ୍ ବି 5.3, ଅପସନ୍ ସି 16, ଅପସନ୍ ଡି 6। ତେବେ ତାର ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 4, ରାଇଟ୍ ଆନ୍ସର ହେବ ଅପସନ୍ ଡି। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 5, କାହା ମତରେ ମୂଲ୍ୟବୋଧ ହେଉଛି ମନୁଷ୍ୟ ବ୍ୟକ୍ତିତ୍ୱର ଏକ ବଳବତ୍ତର ଆଗ୍ରହ? ଆଲପୋର୍ଟ, ପ୍ଲୁଟୋ, ଜୋସ୍ ବିଲିଂ, ମ୍ୟାକ୍ କ୍ଲାକ୍ସି। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 5, ପ୍ରାୟତଃ ଆପଣଙ୍କର ସଂଜ୍ଞାରୁ କ୍ୱେଶ୍ଚିନ୍ ଆସିଯାଉଛି। ତ ଯଦି ଦେଖିବା ମୂଲ୍ୟବୋଧ ହେଉଛି ମନୁଷ୍ୟ ବ୍ୟକ୍ତିତ୍ୱର ଏକ ବଳବତ୍ତର ଆଗ୍ରହ, ଏହା ଆପଣଙ୍କର ଯଦି ଦେଖିବେ FC2 ବୁକ୍ରୁ ଆସିଛି। ତ କରେକ୍ଟ ଆନ୍ସର ହେବ ଆଲପୋର୍ଟ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 6, ସୃଜନଶୀଳତାର ମୂଲ୍ୟାୟନ ପାଇଁ କିଏ ପ୍ରଥମେ ଏକ ପରୀକ୍ଷା ବା ପରୀକ୍ଷଣ ପ୍ରସ୍ତୁତ କରିଥିଲେ? ଟ୍ରାଭର୍ସ, ଗିଲଫୋର୍ଡ, ଟରାନସ୍, ପାଇନା। ଯେଉଁ ଆପଣଙ୍କର ବ୍ୟକ୍ତିତ୍ୱ ଚାପ୍ଟର ଅଛି FC2 ବୁକ୍, ତ ସେଇଠାରୁ ଏଇ କ୍ୱେଶ୍ଚିନ୍ ଗୁଡ଼ିକ ଆସିଛି। କ୍ୱେଶ୍ଚିନ୍ ନମ୍ବର 6 ର କରେକ୍ଟ ଆନ୍ସର ହେବ ଅପସନ୍ ସି ଟରାନସ୍। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 7, ବୌଦ୍ଧିକ ବିକାଶର ପରିମାପ ନିମ୍ନୋକ୍ତ କେଉଁ ପରୀକ୍ଷଣ ଦ୍ୱାରା କରାଯାଇପାରିବ? ବୌଦ୍ଧିକ ବିକାଶର ପରିମାପ ନିମ୍ନୋକ୍ତ କେଉଁ ପରୀକ୍ଷଣ ଦ୍ୱାରା କରାଯାଇପାରିବ? ଆଶା କରେ ସମସ୍ତଙ୍କୁ କ୍ୱେଶ୍ଚିନ୍ ଭିଜିବୁଲ୍ ହେଉଥିବ। ତେବେ କ୍ୱେଶ୍ଚିନ୍ ନମ୍ବର 7ର କରେକ୍ଟ ଆନ୍ସର କ'ଣ ହେବ? ରଚନାତ୍ମକ, ବସ୍ତୁନିଷ୍ଠ, ମୌଖିକ, ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 7 ଯଦି ଦେଖିବା ତାର କରେକ୍ଟ ଆନ୍ସର ହେବ ଅପସନ୍ ଡି ଉପରୋକ୍ତ ସମସ୍ତ। କାରଣ ବୌଦ୍ଧିକ ବିକାଶର ପଚାରିଛି, ତେଣୁ ରଚନାତ୍ମକ ମଧ୍ୟ ହୋଇପାରିବ, ବସ୍ତୁନିଷ୍ଠ, ମୌଖିକ ମଧ୍ୟ ହୋଇପାରିବ। FC4ର ମୂଲ୍ୟାୟନ ଚାପ୍ଟରକୁ ଆପଣ ଭଲ କି ଅବଲୋକ କରିକି ଯିବେ ବିଫୋର ଏକ୍ଜାମ୍। କ୍ୱେଶ୍ଚିନ୍ ନମ୍ବର 8, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଅଣପରୀକ୍ଷଣ ପଦ୍ଧତି ନୁହେଁ? କ୍ୱେଶ୍ଚିନ୍ ନମ୍ବର 8, ଆଗ୍ରହ ପରିମାପକ ସୂଚୀ, ଉପଯୋଜନ ପରିମାପକ ସୂଚୀ, ନିର୍ଦ୍ଧାରଣ ମାପନ, କର୍ମକୁଶଳତା ପରୀକ୍ଷଣ। ତେବେ ସଠିକ୍ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 8ର?
ଯଦି ଦେଖିବା କେଉଁଟି ଏକ ଅଣପରୀକ୍ଷଣ ପଦ୍ଧତି ନୁହଁ, ତାହେଲେ ଆମେ କରେକ୍ଟ ଆନ୍ସର ଦେଇପାରିବା ଅପସନ୍ ଡି। ଯେତେବେଳେ ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି, ଶିକ୍ଷଣ କାର୍ଯ୍ୟ ଓ କୌଶଳ ସ୍ଥିର କରନ୍ତି, ତାହାକୁ କଣ କୁହାଯାଏ? ଓଟିଇଟି ପେପର 1 ହଉ କିମ୍ବା ଆପଣଙ୍କର ପେପର 2 ହଉ, ସିଡିପି ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର ପ୍ରାୟତଃ କ୍ୱେଶ୍ଚିନ୍ ମୁଁ କହିବି କି 95% କ୍ୱେଶ୍ଚିନ୍ ଆପଣଙ୍କର ଡିଏଲଇଡି ବୁକ୍ସର FC2 ହେଲା ଏବଂ FC4 କୁ ଆପଣ ନିଶ୍ଚିନ୍ତ ଓଭରଲୋକ୍ କରିକି ଯିବେ। ପ୍ରାୟତଃ 95% କ୍ୱେଶ୍ଚିନ୍ ଆପଣ ସେଇ ବୁକ୍‌ରୁ ହିଁ ଆସିଥାଏ। ତେବେ କ୍ୱେଶ୍ଚିନ୍ ନମ୍ବର 9 ର ସଠିକ୍ ଆନ୍ସର ହେବ ଅପସନ୍ ସି ହେବ, ଶିକ୍ଷକ କେନ୍ଦ୍ରିକ। କାରଣ ଏଠି ପଚାରିଛି ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି, ଶିକ୍ଷଣ କାର୍ଯ୍ୟ ଓ କୌଶଳ ସ୍ଥିର କରନ୍ତି। ତାହାକୁ କଣ କୁହାଯାଏ? ନା ଶିକ୍ଷକ କେନ୍ଦ୍ରିକ କୁହାଯାଏ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 10। ନିମ୍ନସ୍ଥ କେଉଁ ଉକ୍ତିଟି ଶିକ୍ଷାର୍ଥୀ କେନ୍ଦ୍ରିକ ପନ୍ଥା ପାଇଁ ଠିକ୍ ଅଟେ? ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦଳ ମଧ୍ୟରେ ଆଲୋଚନା ଓ ଶିକ୍ଷଣ କାର୍ଯ୍ୟ ପାଇଁ ଅନୁମତି ଦେଇଥାଏ। ଅପସନ୍ ବିରେ ଦେଲା କି ଶିକ୍ଷକ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିନଥାଏ। ଶିକ୍ଷକଙ୍କ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିନଥାଏ। ସହଯୋଗିତାକୁ ନିରୁତ୍ସାହିତ କରିଥାଏ। ଶିକ୍ଷାର୍ଥୀର ସ୍ୱରକୁ ଗୁରୁତ୍ୱ ଦେଇନଥାଏ। ତେବେ ସଠିକ୍ ଆନ୍ସର କଣ ହେବ? ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥା ପାଇଁ ଠିକ୍ ଅଟେ। ତ କ୍ୱେଶ୍ଚିନ୍ ନମ୍ବର 10 ଯଦି ଦେଖିବା କରେକ୍ଟ ଆନ୍ସର ହେବ ଅପସନ୍ ଏ। ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦଳ ମଧ୍ୟରେ ଆଲୋଚନା ଓ ଶିକ୍ଷକ କାର୍ଯ୍ୟ ପାଇଁ ଅନୁମତି ଦେଇଥାଏ। ଗୋଟେ ପଜିଟିଭ ଷ୍ଟେଟମେଣ୍ଟ ଅଛି ଲର୍ଣ୍ଣର ସେଣ୍ଟରକୁ ନେଇକି। ତେବେ କ୍ୱେଶ୍ଚିନ୍ ନମ୍ବର 11 ଦେଖିବା ନିମ୍ନସ୍ଥ ମଧ୍ୟରୁ କେଉଁଟି ଶିକ୍ଷଣକୁ ପ୍ରଭାବିତ କରୁଥିବା ଶିକ୍ଷାର୍ଥୀ ସମ୍ବନ୍ଧିତ ଏକ କାରକ ନୁହେଁ? ଏବଂ ଓଟିଇଟି କ୍ୱେଶ୍ଚିନ୍‌ରେ ପ୍ରାୟ ଆପଣ ଦେଖିଥିବେ କି ନୁହେଁ ୱାର୍ଡକୁ ଯୋଡ଼ିଥାଏ, ଯଦ୍ୱାରା କି ପିଲାମାନେ କନଫ୍ୟୁଜ୍ ହେଇଥାନ୍ତି ଏବଂ ରାଇଟ୍ ଆନ୍ସର ଦେବାରେ ପ୍ରୋବ୍ଲେମ୍ ଆସିଥାଏ। ତେବେ କ୍ୱେଶ୍ଚିନ୍ ନମ୍ବର 11 ର କରେକ୍ଟ ଆନ୍ସର କଣ ହେବ? ମନୋଯୋଗ, ପ୍ରେରଣାଦାନ, ଲକ୍ଷ୍ୟ, ସମ୍ପର୍କ। ଶିକ୍ଷଣକୁ ପ୍ରଭାବିତ କରୁଥିବା ଶିକ୍ଷାର୍ଥୀ ସମ୍ବନ୍ଧିତ ଏକ କାରକ ନୁହେଁ। ତେବେ ରାଇଟ୍ ଆନ୍ସର ହେବ ସମ୍ପର୍କ। ଅପସନ୍ ଡି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 12। ତଳ ଶ୍ରେଣୀରେ କ୍ରୀଡ଼ା ପଦ୍ଧତିରେ ଶିକ୍ଷାଦାନ କାହା ଉପରେ ପର୍ଯ୍ୟବେସିତ ଅଟେ? ଶାରୀରିକ ଶିକ୍ଷା କାର୍ଯ୍ୟକ୍ରମ, ଶିକ୍ଷାଦାନ ପଦ୍ଧତିର ସିଦ୍ଧାନ୍ତ, ବୃଦ୍ଧି ଓ ବିକାଶର ମନସ୍ତାତ୍ତ୍ୱିକ ତତ୍ତ୍ୱ, ଶିକ୍ଷାଦାନର ସାମାଜିକ ତତ୍ତ୍ୱ। ତେବେ ସଠିକ୍ ଆନ୍ସର କଣ ହେବ? କ୍ୱେଶ୍ଚିନ୍ ନମ୍ବର 12। କ୍ରୀଡ଼ା ପଦ୍ଧତିରେ ଶିକ୍ଷାଦାନ କାହା ଉପରେ ପର୍ଯ୍ୟବେସିତ ଅଟେ? ସଠିକ୍ ଆନ୍ସର ହେବ ଅପସନ୍ ବି ହେବ। କ୍ୱେଶ୍ଚିନ୍ ନମ୍ବର 12 ଯାହାକି ବୃଦ୍ଧି ଓ ବିକାଶର ମନସ୍ତାତ୍ତ୍ୱିକ ତତ୍ତ୍ୱ। ଏକ ତଥ୍ୟାବଳୀର ପ୍ରସରଣ ବା ଭାରିଆନ୍ସ 196 ହେଲେ ମାନକ ବିଚ୍ୟୁତି କେତେ ହେବ? ତେବେ କରେକ୍ଟ ଆନ୍ସର କଣ ହେବ? କ୍ୱେଶ୍ଚିନ୍ ନମ୍ବର 13। ଅପସନ୍ ବି ହେବ 14 ହେବ, ନା କି ପ୍ଲସ୍ ମାଇନସ୍ 14 ହେବ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 14। ଭିନ୍ନକ୍ଷମ ଶିଶୁର ଶିକ୍ଷା ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ ବିଶେଷ, ଯାହା ପାଇଁ ସମନ୍ୱିତ ଶିକ୍ଷାର ଆବଶ୍ୟକତା ଅଛି। ଏହା କେଉଁ ଆୟୋଗଙ୍କର ସୁପାରିଶ ଥିଲା? ମୁଦାଲିୟାର, କୋଠାରୀ, ରାଧାକ୍ରିଷ୍ଣ, ସର୍ଜେଣ୍ଟ ତଥ୍ୟ। ଇନକ୍ଲୁସିଭ୍ ଏଜୁକେସନ୍ ଆପଣ ପେପର 1 ହଉ କିମ୍ବା ପେପର 2 ହଉ, ନିଶ୍ଚିନ୍ତ ମୁଁ କହିବି କି 100% କ୍ୱେଶ୍ଚିନ୍ ଆସିବ ହିଁ ଆସିବ କ୍ୱେଶ୍ଚିନ୍। ତେବେ କ୍ୱେଶ୍ଚିନ୍ ନମ୍ବର 14 ର ଯଦି ଦେଖିବା କରେକ୍ଟ ଆନ୍ସର କଣ ହେବ? ଅପସନ୍ ବି ହେବ କୋଠାରୀ କମିଶନ। ଏବଂ କମେଣ୍ଟ ସେକ୍ସନରେ ଲେଖିକି ଜଣାଇବେ କୋଠାରୀ କମିଶନ କେବେ ଫର୍ମେସନ୍ ହେଇଥିଲା। ମଡେଲ କେଉଁ ପ୍ରକାରର ଶିକ୍ଷଣ ସାମଗ୍ରୀ ଅଟେ? ମାତ୍ରାସୂଚକ, ପ୍ରଦର୍ଶନ, ପ୍ରକ୍ଷେପିତ, କୌଣସିଟି ନୁହେଁ। ତେବେ କରେକ୍ଟ ଆନ୍ସର କଣ ହେବ? କ୍ୱେଶ୍ଚିନ୍ ନମ୍ବର 15। ଅପସନ୍ ଏ ହେବ। କେଉଁ ପ୍ରକାରର ଶିକ୍ଷଣ ସାମଗ୍ରୀ? ନା ମଡେଲ ଆମେ କହିପାରିବା ମାତ୍ରାସୂଚକ ଶିକ୍ଷଣ ସାମଗ୍ରୀ ଅଟେ। କ୍ୱେଶ୍ଚିନ୍ ନମ୍ବର 16। ଶିକ୍ଷାଦାନରେ ସାମାଜିକ ସଂଗଠନବାଦ କାହା ଉପରେ କେନ୍ଦ୍ରୀଭୂତ? ଶିକ୍ଷାଦାନରେ ସାମାଜିକ ସଂଗଠନବାଦ କାହା ଉପରେ କେନ୍ଦ୍ରୀଭୂତ? ଯଦି ଆମେ ଦେଖିବା ଆପଣଙ୍କର କ୍ୱେଶ୍ଚିନ୍ ଆସୁଛି ମୌଳିକ ସଂଗଠନବାଦ, ଜ୍ଞାନ ସଂଗଠନବାଦ ଏବଂ ସାମାଜିକ ସଂଗଠନବାଦକୁ ନେଇକି କ୍ୱେଶ୍ଚିନ୍ ଆସିଥାଏ। ପ୍ରତିବର୍ଷ ହିଁ ଆପଣଙ୍କର କ୍ୱେଶ୍ଚିନ୍ ଆସୁଛି। ପର୍ଟିକୁଲାର ସେଇ ଚାପ୍ଟରରୁ ହିଁ କ୍ୱେଶ୍ଚିନ୍ ଆସୁଛି। ନିଶ୍ଚିନ୍ତ ତାକୁ ଅବଲୋକ କରିକି ଯିବେ। ପରୀକ୍ଷା ଅଭିମୁଖୀ ଶିକ୍ଷଣ, ସୂଚନା ବା ତଥ୍ୟ ଅଭିମୁଖୀ ଶିକ୍ଷଣ, ଅନୁଭୂତି ଉପରେ ଆଧାରିତ ଶିକ୍ଷଣ, ନିଷ୍କ୍ରିୟ ଶିକ୍ଷଣ। ତେବେ କ୍ୱେଶ୍ଚିନ୍ ନମ୍ବର 16 ର କରେକ୍ଟ ଆନ୍ସର ହେବ ଅପସନ୍ ସି ଅନୁଭୂତି ଉପରେ ଆଧାରିତ
ଶିକ୍ଷଣ କ'ଣ ନା ସାମାଜିକ ସଂଗଠନବାଦ ଯଦି ଆମେ ଦେଖିବା। ତେବେ କ୍ୱେଶ୍ଚିନ୍ ନମ୍ବର 17 କେଉଁ ଉକ୍ତିଟି ଏକ ପରୀକ୍ଷଣର ବିଶ୍ୱସ୍ତତା ସମ୍ବନ୍ଧରେ ସତ୍ୟ ଅଟେ? ରିଲାଏବିଲିଟି ଏବଂ ଭାଲିଡିଟି ୟାକୁ ନେଇକି ଓଟିଇଟି ପେପର 2 ରେ ମଧ୍ୟ କ୍ୱେଶ୍ଚିନ୍ ଆସୁଛି। କ୍ୱେଶ୍ଚିନ୍ ନମ୍ବର 17 ଏକ ଦତ୍ତ ପରୀକ୍ଷଣର ବିଶ୍ୱସ୍ତତା ନିର୍ଦ୍ଦିଷ୍ଟ ଅଟେ। ଏକ ନମୁନାରୁ ନମୁନାକୁ ବଦଳିଥାଏ। ଏକ ନମୁନାର ଆକାର ଉପରେ ପ୍ରଭାବ ପକାଇ ନଥାଏ। ବିଶ୍ୱସ୍ତତା ଅଧିକ ହେଲେ ବୈଧତା ଅଧିକ ହବ। ତେବେ ସଠିକ୍ ଆନ୍ସର କ'ଣ ହବ କ୍ୱେଶ୍ଚିନ୍ ନମ୍ବର 17? ଅପସନ୍ ବି ହବ। ଏହା ନମୁନାରୁ ନମୁନାକୁ ବଦଳିଥାଏ। କ୍ୱେଶ୍ଚିନ୍ ନମ୍ବର 18 ସୃଜନାତ୍ମକ ଚିନ୍ତନର କେଉଁ ବୈଶିଷ୍ଟ୍ୟ ତାହାକୁ ଅନ୍ୟାନ୍ୟ ସାଧାରଣ ଚିନ୍ତନ ପ୍ରକ୍ରିୟା ଠାରୁ ଭିନ୍ନ କରିଥାଏ? ଅପସାରଣ, ମୌଳିକତା, ଅବାଧତା, ଉପରୋକ୍ତ ସମସ୍ତ। ତେବେ ସଠିକ୍ ଆନ୍ସର କ'ଣ ହବ କ୍ୱେଶ୍ଚିନ୍ ନମ୍ବର 18? ଅପସନ୍ ଡି ହବ ଉପରୋକ୍ତ ସମସ୍ତ। ସୁଲତାନ ନାମକ ସିମ୍ପାଜି ଉପରେ ଶିକ୍ଷଣ ସମ୍ବନ୍ଧୀୟ ପରୀକ୍ଷଣ କରିଥିବା ଜର୍ମାନ ମନସ୍ତତ୍ତ୍ୱବିଦଙ୍କ ନାମ କ'ଣ ଥିଲା? ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚିନ୍ ନମ୍ବର 19 ଗେଷ୍ଟାଲଟ, ଥଣ୍ଡାଇକ୍, ୱାଟସନ୍, କୋହଲର। ନିଶ୍ଚିନ୍ତ ଅପସନ୍ ଡି ହବ କରେକ୍ଟ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 20 ନିମ୍ନସ୍ଥ ମଧ୍ୟରୁ କେଉଁଟି ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥାର ଏକ ବୈଶିଷ୍ଟ୍ୟ ନୁହେଁ? ଦେଖନ୍ତୁ ପ୍ରାୟ କ୍ୱେଶ୍ଚିନ୍ ଆପଣଙ୍କର ନୁହେଁକୁ ନେଇକି ଆସିଥାଏ। ଏହା ଆନନ୍ଦଦାୟୀ ଓ କ୍ରୀଡ଼ା ସମନ୍ୱିତ ଅଟେ। ଶିକ୍ଷାର୍ଥୀ ନିଜେ ଜ୍ଞାନର ନିର୍ମାଣ କରିଥାଏ। ଶିକ୍ଷକଙ୍କ ସହଯୋଗରେ ଶିକ୍ଷାର୍ଥୀ ଶ୍ରେଣୀ କକ୍ଷରେ ସକ୍ରିୟ ଥାଏ। ଏହା ଏକ ପୂର୍ବ ନିର୍ଦ୍ଧାରିତ ପନ୍ଥା ଅଟେ। ଏକର୍ଡିଂ ଟୁ ସିଲାବସ୍ ଓଟିଇଟି 2024 ଆପଣମାନେ ସବୁ କିଛି କ୍ଲାସ୍ ତାର କନସେପ୍ଟ କ୍ଲାସ୍ ଯେପରିକି ଆପଣଙ୍କର ମ୍ୟାଥ୍ ରହିଲା ଏବଂ ଓଡ଼ିଆ, ଲାଙ୍ଗୁଏଜ ଇଂଲିଶ, ସିଡିପି ଏସବୁର ପେଡାଗୋଜି କ୍ଲାସ୍ ଆପଣ ପ୍ଲେଲିଷ୍ଟରେ ଆଭେଲେବୁଲ୍ ଅଛି। ଯାଇକି ଆପଣ ସବୁ କିଛି କ୍ଲାସ୍ ଦେଖିପାରିବେ। ତେବେ କ୍ୱେଶ୍ଚିନ୍ ନମ୍ବର 20 ର କରେକ୍ଟ ଆନ୍ସର କ'ଣ ହବ? ଅପସନ୍ ଡି ହବ। ଏହା ଏକ ପୂର୍ବ ନିର୍ଦ୍ଧାରିତ ପନ୍ଥା ଅଟେ। ଏସବୁ ଡାଇରେକ୍ଟ କ୍ୱେଶ୍ଚିନ୍ ଆପଣଙ୍କର FC2 ବୁକ୍ ରୁ ହିଁ ଆସିଛି। ତେବେ ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 21 ଶିକ୍ଷଣ ନିମନ୍ତେ ଦାୟିତ୍ୱ ଗ୍ରହଣ ପାଇଁ ଜଣେ ଶିକ୍ଷକ ଯେତେବେଳେ ଉତ୍ସାହିତ ହୋଇଥାଏ ତାହାକୁ କ'ଣ କୁହାଯାଏ? ଶିକ୍ଷାର୍ଥୀ କୈନ୍ଦ୍ରିକ, ଶିକ୍ଷକ କୈନ୍ଦ୍ରିକ, ଶିକ୍ଷଣ କୈନ୍ଦ୍ରିକ, ଅପସନ୍ ଡି ରେ ଦେଲା କି ପୁସ୍ତକ କୈନ୍ଦ୍ରିକ। ତ ପୁସ୍ତକ କୈନ୍ଦ୍ରିକ ସେମିତି କିଛି ନଥାଏ। ଅପସନ୍ ଏ ବି ସି ରେ ଆପଣ ସଠିକ୍ ଆନ୍ସର ଦେଇପାରିବେ। କ୍ୱେଶ୍ଚିନ୍ ନମ୍ବର 21 ର ଅପସନ୍ ସି ଶିକ୍ଷଣ କୈନ୍ଦ୍ରିକ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 22 ଗ୍ରାଫ୍ କେଉଁ ପ୍ରକାରର ଶିକ୍ଷଣ ଉପକରଣ ଅଟେ? ଦୃଶ୍ୟ, ଶ୍ରାବ୍ୟ, ଦୃଶ୍ୟ ଶ୍ରାବ୍ୟ, ସଂଗୃହୀତ। ଯଦି ଆମେ ଦେଖିବା ରିପିଟେଡ୍ କ୍ୱେଶ୍ଚିନ୍ ଆପଣଙ୍କର ଉପକରଣ ବା TLM ଟିଚିଂ ଲର୍ଣ୍ଣିଂ ମେଟେରିଆଲକୁ ନେଇକି କ୍ୱେଶ୍ଚିନ୍ ଆସୁଛି। କ୍ୱେଶ୍ଚିନ୍ ନମ୍ବର 22 ସଠିକ୍ ଆନ୍ସର ହବ ଗ୍ରାଫ୍ ଏକ ଦୃଶ୍ୟ ଉପକରଣ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 23 ନିମ୍ନସ୍ଥ କେଉଁ କାରକ ଏକ ପରୀକ୍ଷଣର ବିଶ୍ୱସ୍ତତାକୁ ପ୍ରଭାବିତ କରିଥାଏ? ତେବେ ସଠିକ୍ ଆନ୍ସର କ'ଣ ହବ? ପ୍ରଶ୍ନପତ୍ରର ଶବ୍ଦ ବିନ୍ୟାସ, ଭୌତିକ ପୃଷ୍ଠଭୂମି ବା ଗଠନ, ଉତ୍ତରଦାତାଙ୍କ ମାନସିକ ଅବସ୍ଥା, ଅପସନ୍ ଡି ରେ ଦେଲା କି ଉପରୋକ୍ତ ସମସ୍ତ। ତେବେ ସଠିକ୍ ଆନ୍ସର କ'ଣ ହବ କ୍ୱେଶ୍ଚିନ୍ ନମ୍ବର 23? ଅପସନ୍ ଡି ହବ ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 24 କୌଣସି ତଥ୍ୟାବଳୀର ବିସ୍ତୃତି ବା ପରିବର୍ତ୍ତନଶୀଳ ଲବ୍ଧାଙ୍କର ପରିମାପକୁ କ'ଣ କୁହାଯାଏ? ମାନ, ବିଶ୍ୱସ୍ତତା, ମାନକ ବିଚ୍ୟୁତି, ବୈଧତା। ତେବେ ସଠିକ୍ ଆନ୍ସର କ'ଣ ହବ କ୍ୱେଶ୍ଚିନ୍ ନମ୍ବର 24? ଅପସନ୍ ସି ହବ ମାନକ ବିଚ୍ୟୁତି। କ୍ୱେଶ୍ଚିନ୍ ନମ୍ବର 25 ଉତ୍ତମ ପ୍ରଶ୍ନ ଗଠନ କରିବା ନିମନ୍ତେ କେଉଁ ବୈଶିଷ୍ଟ୍ୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ? ସ୍ପଷ୍ଟତା, ନିର୍ଦ୍ଦିଷ୍ଟତା, ପ୍ରାସଙ୍ଗିକତା, ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 25 ଯଦି ଦେଖିବା ଆପଣ ଅପସନ୍ ମଧ୍ୟ ଏଲିମିନେଟ୍ କରିପାରିବେ। ଉତ୍ତମ ପ୍ରଶ୍ନ ଗଠନ କରିବା ନିମନ୍ତେ କେଉଁ ବୈଶିଷ୍ଟ୍ୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ? ନିଶ୍ଚିନ୍ତ ସ୍ପଷ୍ଟତା ଉପରେ ଗୁରୁତ୍ୱ ଦେବା ଦରକାର, ନିର୍ଦ୍ଦିଷ୍ଟତା ତା ସହିତ ପ୍ରାସଙ୍ଗିକତା। ପ୍ରସଙ୍ଗ ଆଧାରିତ ଯାହା ଥାଏ ତାକୁ ଆମେ ପ୍ରାସଙ୍ଗିକତା କହିଥାନ୍ତି ନା କି ଅପ୍ରାସଙ୍ଗିକତାକୁ ଆମେ ଗୁରୁତ୍ୱ ଦେଇଥାଉ। ତାହେଲେ କ୍ୱେଶ୍ଚିନ୍ ନମ୍ବର 25 ଯଦି ଦେଖିବା ଅପସନ୍ ଡି ଆପଣଙ୍କର
ସଠିକ୍ ଆନ୍ସର ହବ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 26 ଶୂନ୍ୟସ୍ଥାନ ପୂରଣ କର। ଜ୍ଞାନର ପ୍ରତିଷ୍ଠା, ବିକାଶ ଓ ସମ୍ପ୍ରସାରଣ ନିମନ୍ତେ ଡ୍ୟାସ୍ ପ୍ରବେଶ ଦ୍ୱାର ସଦୃଶ୍ୟ ଅଟେ। କ୍ୱେଶ୍ଚିନ୍ ନମ୍ବର 26 ଇଏ ମଧ୍ୟ ଆପଣଙ୍କର ଡିଏଲ୍ଇଡି ବୁକ୍ସରୁ ଡାଇରେକ୍ଟ କ୍ୱେଶ୍ଚିନ୍। ଇନ୍ଦ୍ରିୟାନୁଭୂତି ତାର ସଠିକ୍ ଆନ୍ସର ହବ ଅପସନ୍ ଡି। କ୍ୱେଶ୍ଚିନ୍ ନମ୍ବର 27 ଗଠନମୂଳକ ମୂଲ୍ୟାୟନର ଉଦ୍ଦେଶ୍ୟ କ'ଣ? କ'ଣ ପରିମାପନ କରାଯିବ ସ୍ଥିର କରିଥାଏ? ପାଠ ଶେଷରେ ସଫଳତାର ହାର ନିର୍ଦ୍ଧାରଣ କରିବାକୁ, ଶିକ୍ଷଣ ଅଗ୍ରଗତି ନିର୍ଦ୍ଧାରଣ କରିବାକୁ, ଶିକ୍ଷଣ ଅସୁବିଧା ନିର୍ଣ୍ଣୟ କରିବାକୁ। ତେବେ ସଠିକ୍ ଆନ୍ସର କ'ଣ ହବ? ଏକର୍ଡିଂ ଟୁ ସିଲାବସ୍ ଆପଣମାନେ ସବୁକିଛି ପ୍ଲେଲିଷ୍ଟରେ ପାଇଯିବେ। ମୂଲ୍ୟାୟନ ଚାପ୍ଟରକୁ ନେଇକି ଆମେ ଡିଟେଲରେ ଡିସ୍କସ୍ ଅଲରେଡ଼ି କରିସାରିଛନ୍ତି। ତାର କନସେପ୍ଟ କ୍ଲାସ୍, ବ୍ୟବସ୍ଥାନ ମୂଲ୍ୟାୟନ କ'ଣ, ଗଠନମୂଳକ, ନିଦାନାତ୍ମକ ମୂଲ୍ୟାୟନ ଏବଂ ସମାପ୍ତି ସୂଚକ ମୂଲ୍ୟାୟନ, ତା ସହିତ କଣ୍ଟିନ୍ୟୁଅସ୍ ଆଣ୍ଡ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ୍ କ'ଣ, ଡିଟେଲରେ ଆମେ ତାକୁ ଆନାଲାଇସିସ୍ କରିସାରିଛନ୍ତି। ଯଦି ଆପଣ ସେ କ୍ଲାସ୍ ଗୁଡ଼ିକ ଦେଖିନାହାନ୍ତି ତେବେ ଡିସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଅଛି, ତାକୁ ଯାଇକି ଆପଣ ଦେଖିପାରିବେ। ତେବେ କ୍ୱେଶ୍ଚିନ୍ ନମ୍ବର 27ର ଯଦି ଦେଖିବା କରେକ୍ଟ ଆନ୍ସର ହବ ଅପସନ୍ ସି ହବ ଶିକ୍ଷଣ ଅଗ୍ରଗତି ନିର୍ଦ୍ଧାରଣ କରିବାକୁ। ଶିକ୍ଷକଙ୍କ ଶିକ୍ଷାଦାନର ଶୈଳୀରେ ଯଦି କିଛି ପରିବର୍ତ୍ତନ ଆଣିବାକୁ ଆମେ ଚାହିଁଥାନ୍ତି ତେବେ ଗଠନମୂଳକ ମୂଲ୍ୟାୟନ ମଧ୍ୟ ସାହାଯ୍ୟ କରିଥାଏ। ତା ସହିତ କୌଣସି ଶିକ୍ଷାର୍ଥୀର ଦୋଷ ଦୁର୍ବଳତାକୁ ମଧ୍ୟ ଆମେ ଆଇଡେଣ୍ଟିଫାଇ କରିଥାନ୍ତି। ଗଠନମୂଳକ ମୂଲ୍ୟାୟନ ବା ଆମେ ଫର୍ମେଟିଭ୍ ଇଭାଲୁଏସନ୍ ଯାହାକୁ କହିଥାନ୍ତି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 28 ଶିକ୍ଷାର୍ଥୀର ଶିକ୍ଷଣ ଫଳାଫଳକୁ ମାପୁଥିବା ପରୀକ୍ଷଣକୁ କ'ଣ କୁହାଯାଏ? ଉପଲବ୍ଧି ପରୀକ୍ଷଣ, ବୁଦ୍ଧି ପରୀକ୍ଷଣ, ଅଭିକ୍ଷମତା ପରୀକ୍ଷଣ, ସୃଜନଶୀଳତା ପରୀକ୍ଷଣ। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 28 ଯଦି ଦେଖିବା ଆଚିଭମେଣ୍ଟ ଟେଷ୍ଟ ବା ଉପଲବ୍ଧି ପରୀକ୍ଷଣ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 29 ଅଣୁ କୌଶଳ ଶିକ୍ଷାଦାନର ଜନକ କାହାକୁ କୁହାଯାଏ? ବିକେ ପାସି, ଡି.ଡବ୍ଲ୍ୟୁ. ଆଲେନ୍, ଡି.ଡି. ତିୱାରୀ, ପ୍ରେମ ଛାବ୍ରି। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 29 ଅପସନ୍ ବି ହବ ଡି.ଡବ୍ଲ୍ୟୁ. ଆଲେନ୍। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 30 ଯାହାକି ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିରେ ଆପଣଙ୍କର 30ଟି କ୍ୱେଶ୍ଚିନ୍ ଆସିଥାଏ। କେଉଁ ମନସ୍ତତ୍ତ୍ୱବିତ୍ କୈଶୋରମାନଙ୍କ କ୍ଷେତ୍ରରେ ଝଡ଼ ଓ ମାନସିକ ଉତ୍ତେଜନା ଶବ୍ଦଦ୍ୱୟ ଗଠନ କରିଥିଲେ? କ୍ଲାର୍କ ହଲ୍, କୋହଲବର୍ଗ, ଷ୍ଟାନଲି ହଲ୍, ବ୍ରୁନର। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 30 ଅପସନ୍ ସି ହବ ବ୍ରୁନର। ଦେନ୍ ଦେଖିବା ଆମେ ଏମାଇଲ୍ ଓଡ଼ିଆର କିଛି କ୍ୱେଶ୍ଚିନ୍, 30ଟି କ୍ୱେଶ୍ଚିନ୍। ନିମ୍ନୋକ୍ତ କେଉଁ ରୂଢ଼ିର ଅର୍ଥ ଯତ୍ନ ନେବା? ଆଶା କରେ ସମସ୍ତେ ନିଶ୍ଚିନ୍ତ ନିଜର ସ୍କୋର ଇନକ୍ରିଜ୍ କରିବା ପାଇଁ ଆପଣ ଓଡ଼ିଆରେ ଫୁଲ୍ ସ୍କୋର ଆଣିବାକୁ ପଡ଼ିବ। ତେବେ କ୍ୱେଶ୍ଚିନ୍ ନମ୍ବର 31 ଆଖି ଦେବା, ଆଖି ପକାଇବା, ଆଖି ରଖିବା, ଆଖି ବୁଲାଇବା। ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 31 ଅପସନ୍ ସି ହବ ଆଖି ରଖିବା। ଯତ୍ନ ନେବା ଅର୍ଥ ଯଦି ଆମେ ଦେଖିବା ରୂଢ଼ିର ଅର୍ଥ ଆଖି ରଖିବା। କ୍ୱେଶ୍ଚିନ୍ ନମ୍ବର 32 ତଳେ ପକାଇବା ରୂଢ଼ିଟିର ଅର୍ଥ କ'ଣ? ରୂଢ଼ି ଏବଂ ଲୋକବାଣୀ ତାକୁ ନେଇକି ମଧ୍ୟ କ୍ୱେଶ୍ଚିନ୍ ଆସୁଛି। ଅପସନ୍ ଏ ଅମାନ୍ୟ କରିବା, ଅନୁମାନ କରି କହିବା, ପ୍ରଶ୍ରୟ ଦେବା, ଅନ୍ୟକୁ ଠକିବା। ତଳେ ପକାଇବା କ୍ୱେଶ୍ଚିନ୍ ନମ୍ବର 32 ସଠିକ୍ ଆନ୍ସର ହବ ଅମାନ୍ୟ କରିବା। ଅଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ପରେ ଥିଲେ ଅକାର ପରିସ୍ଥିତି ବିସର୍ଗର କ'ଣ ହୁଏ? କ୍ୱେଶ୍ଚିନ୍‌କୁ ରିପିଟେଡ୍ ମୁଁ କରୁଛି କି ଅଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ପରେ ଥିଲେ ଅକାର ପରିସ୍ଥିତି ବିସର୍ଗର କ'ଣ ହୁଏ? ର ହୁଏ, ଲୋପ ହୁଏ, ଦେନ୍ ସ ହୁଏ, ଓ ହୁଏ। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 33 ଅପସନ୍ ବି ହବ ଲୋପ ହୁଏ। କରେକ୍ଟ ଆନ୍ସର ହବ ଅପସନ୍ ବି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 34 କବିବର ରାଧାନାଥ ରାୟ ଲେଖିଛନ୍ତି ଧନ୍ୟ ରଥେ ତୁମ୍ଭେ ଜନ୍ମ ଶୁଭକ୍ଷଣେ। ଏଥିରେ କେଉଁ କେଉଁ ବିରାମ ଚିହ୍ନ ବ୍ୟବହାର କରାଯିବ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ ନମ୍ବର 34 କବିବର ରାଧାନାଥ
ଲେଖିଛନ୍ତି ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭ କ୍ଷଣେ। ତେବେ ଏହାର ସଠିକ୍ ଆନ୍ସର କ'ଣ ହବ? ଏଥିରେ କେଉଁ କେଉଁ ବିରାମ ଚିହ୍ନ ବ୍ୟବହାର କରାଯିବ? କ୍ୱେଶ୍ଚିନ୍ ନମ୍ବର 34 ଅପସନ୍ ବି ହେବ କମା, ଉଦ୍ଧୃତ ଚିହ୍ନ, ବିସ୍ମୟ ସୂଚକ ଚିହ୍ନ, ପୂର୍ଣ୍ଣଚ୍ଛେଦ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 35 ପଦ୍ୟକୁ ଗଦ୍ୟରେ ପରିଣତ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? କ୍ୱେଶ୍ଚିନ୍ ନମ୍ବର 35 ବାକ୍ୟାନ୍ୱୟ କୁହାଯାଏ। ଅପସନ୍ ସି ତାର କରେକ୍ଟ ଆନ୍ସର ହବ। ଓଡ଼ିଆ ଭାଷା ଅନୁସାରେ କେଉଁ ଶବ୍ଦଟି ଶୁଦ୍ଧ? ତତୋଧିକ, ତତୋଧିକ, ଅପସନ୍ ସି ରେ ତତୋଧିକ ଏବଂ ଅପସନ୍ ଡି ରେ ଅଛି ତତାଧିକ। ତେବେ ତାର ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 36 ଏହାର କରେକ୍ଟ ଆନ୍ସର ହବ ଯଦି ଆମେ ଦେଖିବା ତେବେ ଅପସନ୍ ବି ହବ ତତୋଧିକ ଏବଂ ୟାକୁ ନେଇକି ମଧ୍ୟ କଣ୍ଟ୍ରୋଭର୍ସି ଲାଗି ରହିଥିଲା। କିଛି କ୍ୱେଶ୍ଚିନ୍ ଆପଣଙ୍କର ଯଦି ଦେଖିବେ ସଂସ୍କୃତ ବ୍ୟାକରଣ ତା ସହିତ ଓଡ଼ିଆ ବ୍ୟାକରଣରେ ମଧ୍ୟ ଅପସନ୍ ଏ ମଧ୍ୟ ଥିଲା। କ୍ୱେଶ୍ଚିନ୍ ନମ୍ବର 37 ବ୍ୟକ୍ତିଗତ ପ୍ରଭେଦ ଦୂର କରିବା ପାଇଁ ଶିକ୍ଷକ କେଉଁ ପଦକ୍ଷେପ ଗ୍ରହଣ କରିବା ଅନୁଚିତ? କ୍ୱେଶ୍ଚିନ୍ ନମ୍ବର 37 ଜନ୍ମଗତ ପ୍ରତିଭା ଚିହ୍ନଟ, ନିଜସ୍ୱ ବେଗରେ ଚିହ୍ନିବା, ଧାରାବାହିକ ସୁବିଧା ସୁଯୋଗ, ଶିକ୍ଷକ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା। କ୍ୱେଶ୍ଚିନ୍ ନମ୍ବର 37 ଅନୁଚିତ ପଚାରିଛି, ତେଣୁ ଅପସନ୍ ଡି ଆମେ କ୍ଲିକ୍ କରିପାରିବା। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 38 ଶିକ୍ଷାର୍ଥୀର ଆଚରଣରେ ପରିବର୍ତ୍ତନ ଡ୍ୟାସ୍ ଦ୍ୱାରା ସମ୍ଭବ ହୋଇଥାଏ। ଯଦି ଆମେ ଦେଖିବା କ୍ୱେଶ୍ଚିନ୍ ନମ୍ବର 37 ଆପଣଙ୍କର ତ ଆମେ ଡିସ୍କସ୍ କରୁଛନ୍ତି ଏବେ ଆମେ ଯଦି ଦେଖିବା ଏମ୍ଆଇଏଲ୍ ବା ଓଡ଼ିଆ କ୍ୱେଶ୍ଚିନ୍ ବଟ୍ ଏଇ ଯେଉଁ କ୍ୱେଶ୍ଚିନ୍ ଆସିଥିଲା ଆପଣଙ୍କର ବ୍ୟକ୍ତିଗତ ପ୍ରଭେଦ ଦୂର କରିବା ପାଇଁ ଶିକ୍ଷକ କେଉଁ ପଦକ୍ଷେପ ଗ୍ରହଣ କରିବା ଅନୁଚିତ, ତ ଯାଇକି ଆପଣ ଦେଖିବେ FC2 ବୁକ୍ରେ ଆପଣଙ୍କର ଡିଟେଲ୍ এই ପଏଣ୍ଟ ଗୁଡ଼ିକ ଅଛି ଜନ୍ମଗତ ପ୍ରତିଭା ଚିହ୍ନଟ, ନିଜସ୍ୱ ବେଗରେ ଚିହ୍ନିବା, ଧାରାବାହିକ ସୁବିଧା ସୁଯୋଗ ବ୍ୟବସ୍ଥା, କିନ୍ତୁ ଅପସନ୍ ଡି ଏହା ନୁହେଁ। ତ ଚିନ୍ତା କରନ୍ତୁ ଆପଣ ଏମ୍ଆଇଏଲ୍‌ରେ ଆପଣଙ୍କର क्वेश्चन जब देखिए एमआईएल क्वेश्चन बट आपनकर FC2 बा सीडीपी रो क्वेश्चन आसिकी रहुछि। क्वेश्चन नंबर 38 शिक्षार्थीर आचरण रे परिवर्तन डैश द्वारा संभव होइताय? पाठ्यक्रम, परिवेश, शिक्षण, निर्देश। तेबे सठिक आंसर कोन हो? क्वेश्चन नंबर 38 ऑप्शन सी हबो शिक्षण द्वारा संभव। समस्त यार सठिक आंसर दे सारिथिबे। देन देखिए क्वेश्चन नंबर 39 गाँ गंडा एथिरे गंडा पदटी केउ प्रकार अव्यय? क्वेश्चन नंबर 39 समस्त यार सठिक आंसर दे सारिथिबे। ऑप्शन बी पद विकार मूलक। देन देखिए क्वेश्चन नंबर 40 निम्नोक्त मध्यरु केउंटी असंपन्न वर्तमान कालर क्रिया? असंपन्न वर्तमान। क्वेश्चन नंबर 40 जदि आमे देखिबा साधारण वर्तमान, असंपन्न वर्तमान एवं संपन्न वर्तमान। सूर्य पूर्व दिगरे उदय होंदे ये होची आपनकर साधारण वर्तमान एवं जे कार्य निर्वच्छन्न भावे चालू रही था ताको आमे असंपन्न वर्तमान कहि थांती और जे कार्य सरी जाइछि बा सरी जिवार जणा पड़े ताको आमे संपन्न वर्तमान बोली कहि थांती। तो एठी जदि आमे देखिबा हेउथिबो, हेउथांता, हुअंती ए सब गोटे गोटे असंपन्न वर्तमानर क्रिया नुहे एवं हेउछि ये होछि आपनकर असंपन्न वर्तमान। देन 41 रु 45 को आमे स्किप करिवा जेहेतु आपनकर पासेज अछि। क्वेश्चन नंबर 46 निम्नलिखित मध्यरु केउंटी शारीरिक और दैहिक गुणावली सह संबंधित नुहे? केशर आकृति, हाथ मुठार शक्ति, जुक्ताक्षर लेखन, स्मरण शक्ति। ए क्वेश्चन मध्य आपनकर जदि आमे देखिबा FC2 बुक रु ही आसी।
ତ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 46। ତ ଏଠି ଆମେ ଦେଖିବା ଯଦି ଶାରୀରିକ ଓ ଦୈହିକ ଗୁଣାବଳୀ, କେଶର ଆକୃତି ମଧ୍ୟ ଯିବ। ଦେନ୍ ରହିଲା ହାତ ମୁଠାର ଶକ୍ତି ମଧ୍ୟ ଯିବ, ଯୁକ୍ତାକ୍ଷର ଲିଖନ ମଧ୍ୟ ଯିବ, ସ୍ମରଣ ଶକ୍ତି ମଧ୍ୟ ଯିବ। ତେବେ ଏହାର ସମସ୍ତ ଗୁଡ଼ିକ ସଠିକ୍ ଆନ୍ସର ହବ। ଆଶା କରେ କି ନିଶ୍ଚିନ୍ତ ଏଗୁଡ଼ିକ ଗ୍ରେସ୍ ମାର୍କ ମିଳିଥିବ। ତେବେ କ୍ୱେଶ୍ଚିନ୍ ନମ୍ବର 46 ଆପଣଙ୍କର ଗ୍ରେସ୍ ଥିଲା। ତ ନିଶ୍ଚିନ୍ତ ଇଏ ବି ଆପଣଙ୍କର କ'ଣ ନା ସିଡିପି ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର ଏଇ କ୍ୱେଶ୍ଚିନ୍। ଯଦି ଆମେ ଦେଖିବା ତାହେଲେ ଶାରୀରିକ, ଦୈହିକ ଗୁଣାବଳୀ ତା ସହିତ ମାନସିକ ଗୁଣାବଳୀ ଏସବୁ ଆପଣଙ୍କର ସିଡିପି ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର କ୍ୱେଶ୍ଚିନ୍। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 47। ଶିକ୍ଷାର୍ଥୀମାନଙ୍କ ପାଖରେ କେଉଁ ସବୁ ଦକ୍ଷତା ଭିନ୍ନ ଥିବାରୁ ସମସ୍ତଙ୍କ ପାଇଁ ଏକ ପ୍ରକାର ଶିକ୍ଷାଦାନ ବ୍ୟବସ୍ଥା କରାଯିବା ଅନୁଚିତ? ତ ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚିନ୍ ନମ୍ବର 47। କେଉଁ ସବୁ ଦକ୍ଷତା ଭିନ୍ନ ଥିବାରୁ ସମସ୍ତଙ୍କ ପାଇଁ ଏକ ପ୍ରକାର ଶିକ୍ଷାଦାନ ବ୍ୟବସ୍ଥା କରାଯିବା ଅନୁଚିତ? ତ ବୌଦ୍ଧିକ ଦକ୍ଷତା। କେଉଁ ସବୁ ଦକ୍ଷତା ଭିନ୍ନ ଥିବାରୁ? ନା ବୌଦ୍ଧିକ ଦକ୍ଷତା ଭିନ୍ନ ଥିବାରୁ କରାଯିବା ଅନୁଚିତ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 48 ଏବଂ ଆପଣଙ୍କର ପଦ୍ୟର ପାସେଜ ଅଛି, ତାକୁ ଆମେ ସ୍କିପ୍ କରିବା। କ୍ୱେଶ୍ଚିନ୍ ନମ୍ବର 48 ରୁ 45, 52। ଦେନ୍ ଦେଖିବା 53। କ୍ୱେଶ୍ଚିନ୍ ନମ୍ବର ପର୍ଯ୍ୟବେକ୍ଷଣର ଅର୍ଥ କ'ଣ? ଦେଖିବା, ଅନୁଭବ କରିବା, ଚିନ୍ତା କରିବା, ଉଦ୍ଦେଶ୍ୟ ଭିତ୍ତିକ ପ୍ରତ୍ୟକ୍ଷଣ କରିବା। ଓଟିଇଟି ପେପର 2 ରେ ଆପଣ ଲକ୍ଷ୍ୟ ରଖିଥିବେ ବହୁତ ଟ୍ରିକି କ୍ୱେଶ୍ଚିନ୍ ଆସୁଛି ଏବଂ ପ୍ରାୟତଃ ଏଠି ଆମେ ଯାହା ଲକ୍ଷ୍ୟ କଲେଣି କି ଆପଣଙ୍କର ଓଡ଼ିଆ କ୍ୱେଶ୍ଚିନ୍‌ରେ ଆପଣଙ୍କର ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର କ୍ୱେଶ୍ଚିନ୍ ଆଣିକି ରହୁଛି। ତେବେ କ୍ୱେଶ୍ଚିନ୍ ନମ୍ବର 53 ଯଦି ଦେଖିବା ତାର କରେକ୍ଟ ଆନ୍ସର ହେବ ଅପସନ୍ ଡି, ଉଦ୍ଦେଶ୍ୟ ଭିତ୍ତିକ ପ୍ରତ୍ୟକ୍ଷଣ କରିବା। ଏ ମଧ୍ୟ ଡାଇରେକ୍ଟ କ୍ୱେଶ୍ଚିନ୍ ଆପଣଙ୍କର ଏଫସିକ୍ୟୁ ବୁକ୍ ରୁ ଆସିଛି। ତ ଯଦି ବି ଡାଉଟ୍ ହଉଛି ଆପଣ ଯାଇକି ବୁକ୍ ମଧ୍ୟ ଦେଖିପାରିବେ। ତା ସହିତ ପର୍ଯ୍ୟବେକ୍ଷଣ ତତ୍ତ୍ୱର ପ୍ରବର୍ତ୍ତକ କିଏ? ନା ଆମେ ଜାଣନ୍ତି ବାନ୍ଦୁରା ଓ ୱାଲ୍ଟର। କ୍ୱେଶ୍ଚିନ୍ ନମ୍ବର 54। ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିକ୍ଷଣର ସ୍ୱରୂପ ନୁହେଁ? ଶିକ୍ଷଣର ସ୍ୱରୂପ ଯେଉଁ 10ଟି ଅଛି ଆମେ ତାର ପେଡାଗୋଜି କ୍ଲାସରେ ବୁଝିଥିଲେ। ନିଶ୍ଚିନ୍ତ ଆପଣ ସେ ପଏଣ୍ଟ ଗୁଡ଼ିକ ମନେ ରଖିବେ। କ୍ୱେଶ୍ଚିନ୍ ନମ୍ବର 54। ଏହା ଏକ ଆଚରଣଗତ ପରିବର୍ତ୍ତନ, ଏହା ଏକ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ, ଏହା ଏକ ନିଷ୍କ୍ରିୟ ପ୍ରକ୍ରିୟା। ଶିକ୍ଷଣ ହେଉଛି ବିକାଶ। ତ ସମସ୍ତେ ଏହାର ସଠିକ୍ ଆନ୍ସର ଦେଇଥିବେ ଅପସନ୍ ସି। ଅପସନ୍ ସି ହେବ କରେକ୍ଟ ଆନ୍ସର, କାରଣ ଏଠି ପଚାରିଛି ସ୍ୱରୂପ ନୁହେଁ। ଶିକ୍ଷଣର ସ୍ୱରୂପ ଆପଣଙ୍କର 10ଟି ଅଛି, ସେ 10ଟି ପଏଣ୍ଟକୁ କେବଳ ମନେ ରଖିବେ। ଯଦି ଆମେ କହିବା କି ଶିକ୍ଷଣ ହେଉଛି ବିକାଶ, ଶିକ୍ଷଣ ହେଉଛି ସକ୍ରିୟ ପ୍ରକ୍ରିୟା, ନିଷ୍କ୍ରିୟ ନୁହଁ, ସକ୍ରିୟ ପ୍ରକ୍ରିୟା, ସ୍ୱ ଅଭିଜ୍ଞତା ଭିତ୍ତିକ ପ୍ରକ୍ରିୟା ଏବଂ ଅନେକ ଗୁଡ଼ିଏ ଅଛି। ତାର ସର୍ବମୋଟ ଯଦି ଆମେ ଦେଖିବା 10ଟି ଆପଣଙ୍କର ପଏଣ୍ଟ ଅଛି, ସେ 10ଟି ପଏଣ୍ଟ ହିଁ ଆପଣ ମନେ ରଖିଲେ ଯଥେଷ୍ଟ। କ୍ୱେଶ୍ଚିନ୍ ନମ୍ବର 55। ପଛୁଆ ଓ ମାନ୍ଦା ପିଲାଙ୍କ ପାଇଁ ଶିକ୍ଷଣ ବ୍ୟବସ୍ଥାର ରୂପରେଖ କେମିତି ହେବା ଉଚିତ? ମଧ୍ୟାହ୍ନ ଭୋଜନ, ମଣ୍ଟେସରୀ ପ୍ରଣାଳୀ, ପୋଷାକ ବଣ୍ଟନ, ବ୍ୟକ୍ତିଗତ ଦୃଷ୍ଟି। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 55 ଅପସନ୍ ଡି, ବ୍ୟକ୍ତିଗତ ଦୃଷ୍ଟି। ପର୍ଟିକୁଲାର ଯଦି ମୁଁ କହିବି ସେଇ ଚାପ୍ଟର ସେଇ ପେଜରୁ ହିଁ ଆପଣଙ୍କର ଦୁଇଟା କ୍ୱେଶ୍ଚିନ୍ ଆସିଛି, ଯାଇକି ଆପଣ ଚେକ୍ କରିପାରିବେ। କ୍ୱେଶ୍ଚିନ୍ ନମ୍ବର 54 ଏବଂ 55। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 56। କେଉଁଟି ଶିକ୍ଷଣରେ ମାନସିକ ଗୁଣାବଳୀର ପ୍ରଭେଦ ଅନ୍ତର୍ଭୁକ୍ତ? এই କ୍ୱେଶ୍ଚିନ୍ ମଧ୍ୟ ଆପଣଙ୍କର ପର୍ଟିକୁଲାର ସେଇ ଚାପ୍ଟର ସେଇ ପେଜରୁ ହିଁ ଆସିଛି। କିଛି ସମୟ ପୂର୍ବରୁ ଆମେ ଡିସ୍କସ୍ କରିଥିଲେ ଶାରୀରିକ ଓ ଦୈହିକ ଗୁଣାବଳୀ ତା ସହିତ ମାନସିକ ଗୁଣାବଳୀ। ଯଦି ଆମେ ଦେଖିବା ମାନସିକ ଗୁଣାବଳୀର ପ୍ରଭେଦ ଅନ୍ତର୍ଭୁକ୍ତ ଏଠି ପଚାରିଛି। ତ ଅସ୍ଥିର ଗଠନ, ବୋଧଶକ୍ତି, ପରିପକ୍ୱତା ସମୟ, ଶରୀରର ରଙ୍ଗ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 56 ଅପସନ୍ ବି ହେବ। ଶିକ୍ଷଣରେ ମାନସିକ ଗୁଣାବଳୀର ପ୍ରଭେଦ ଅନ୍ତର୍ଭୁକ୍ତ କେଉଁଠି ପଚାରିଛି? ଯଦି ଆମେ ଦେଖିବା ଅସ୍ଥିର ଗଠନ, ପରିପକ୍ୱତା ସମୟ, ଶରୀରର ରଙ୍ଗ, ଇଏ ହେଉଛି ଶାରୀରିକ ଓ ଦୈହିକ ଗୁଣାବଳୀ। କିନ୍ତୁ ମାନସିକ ଗୁଣାବଳୀ ଅନ୍ତର୍ଗତ ଯଦି ଆମେ ଦେଖିବା ତାହେଲେ ବୋଧଶକ୍ତି। ନିଶ୍ଚିନ୍ତ ସମସ୍ତେ ଏହାର ସଠିକ୍ ଆନ୍ସର ଦେଇଥିବେ ଅପସନ୍ ବି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 57। କେଉଁଟି ଏକ ଆଚରଣଗତ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଶିକ୍ଷଣ ନୁହେଁ?
पर्टिकुलर आपणकर सेई चैप्टर सेई पेज रु ही आपणकर प्रश्न आସୁଛି। ସମସ୍ତେ ଏହାର ସଠିକ୍ ଆନ୍ସର ଦେଇଥିବେ। 57 ର କରେକ୍ଟ ଆନ୍ସର ହେବ ଅପସନ୍ ଏ। ଶିକ୍ଷଣ ନୁହେଁ, ନିଶା ଓ ଔଷଧ ସେବନ ପରେ ବ୍ୟବହାର ଏହା ଗୋଟେ ଶିକ୍ଷଣ ନୁହେଁ। କ୍ୱେଶ୍ଚିନ୍ ନମ୍ବର 58 ଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ମୂଲ୍ୟାଙ୍କନ କରିବା, ନିଦାନ କରିବା, ଉପଚାର କରିବା, ଉପରୋକ୍ତ ସମସ୍ତ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 58 ଅପସନ୍ ଡି ହେବ ଉପରୋକ୍ତ ସମସ୍ତ। ଉତ୍ତମ ପ୍ରତିଷ୍ଠା ଲାଭ କରି ଅଛନ୍ତି ଯେ ଏହାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଏକପଦୀକରଣ। କ୍ୱେଶ୍ଚିନ୍ ନମ୍ବର 59 ଏବେ ହିଁ ଆପଣଙ୍କର ଓଡ଼ିଆ କ୍ୱେଶ୍ଚିନ୍ ଆସିଲା। ଲେଖା ହେଇଛି ଓଡ଼ିଆ ବଟ୍ ଆପଣଙ୍କର କ୍ୱେଶ୍ଚିନ୍ ଆସୁଛି ସିଡିପି ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିରୁ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 59 ଅପସନ୍ ବି ଲବ୍ଧ ପ୍ରତିଷ୍ଠ। କେବେ ବି ଲବ୍ଧ ପ୍ରତିଷ୍ଠିତ ହେବ ନାହିଁ। ସଠିକ୍ ଆନ୍ସର ହେବ ଅପସନ୍ ବି ହେବ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 60 କେଦାର ଗୌରୀ କାବ୍ୟର ରଚୟିତା କିଏ? ବହୁତ ଇଜି କ୍ୱେଶ୍ଚିନ୍, ସମସ୍ତେ ଏହାର ସଠିକ୍ ଆନ୍ସର ଦେଇଥିବେ। କ୍ୱେଶ୍ଚିନ୍ ନମ୍ବର 60 ରାଧାନାଥ ରାୟ କେଦାର ଗୌରୀ କାବ୍ୟର ରଚୟିତା। ଦେନ୍ ଦେଖିବା ଲାଙ୍ଗୁଏଜ ଇଂଲିଶ। ରିଡିଂ an unseen passage in the examination hall comes under। ତ ଯଦି ଦେଖିବା ଏକ୍ସଟେନ୍ସିଭ ରିଡିଂ, ରିଡିଂ ଫର ପ୍ଲେଜର, ମେକ୍ ହାପି ଦ ଇଭାଲୁଏଟର, ଇଣ୍ଟେନ୍ସିଭ ରିଡିଂ। ଇଂଲିଶ ପେଡାଗୋଜିର ସମସ୍ତ କନସେପ୍ଟ କ୍ଲାସ୍ ଗୁଡ଼ିକ ଆମେ ଡିସ୍କସ୍ କରିସାରିଛନ୍ତି ଅଲରେଡ଼ି। ଯଦି ଆପଣ ସେ କ୍ଲାସ୍ ଗୁଡ଼ିକ ଦେଖିନାହାନ୍ତି ତେବେ ପ୍ଲେଲିଷ୍ଟ ଅଛି, ପ୍ଲେଲିଷ୍ଟକୁ ଯାଇକି ଆପଣ ସମସ୍ତ କ୍ଲାସ୍ ଗୁଡ଼ିକ ଦେଖିପାରିବେ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 61 ରିଡିଂ an unseen passage in the examination hall comes under। ଯେତେବେଳେ ଆମେ ଏକ୍ସାମିନେସନ୍ ପାଇଁ ରିଡ୍ କରିଥାନ୍ତି ତେବେ ନିଶ୍ଚିନ୍ତ ଆମେ ଏହାର ସଠିକ୍ ଆନ୍ସର ଦେଇଥିବା ଅପସନ୍ ଡି। ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। ଅପସନ୍ ଡି ଇଣ୍ଟେନ୍ସିଭ ରିଡିଂ, ଯାହାକୁ ଆମେ ଓଡ଼ିଆରେ ତାତ୍ତ୍ୱିକ ପଠନ ବୋଲି କହିଥାନ୍ତି। ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ କନସିଡର୍ଡ ରିସିପ୍ଟିଭ୍ ସ୍କିଲ୍। ତେବେ ସଠିକ୍ ଆନ୍ସର କ'ଣ ହେବ? ଆପଣଙ୍କର ଯେଉଁ LSRW ଲିସନିଂ, ସ୍ପିକିଂ, ରିଡିଂ ଏଣ୍ଡ ରାଇଟିଂ, they are not interrelated, not only interrelated but also interdependence। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 62 ଅପସନ୍ ଏ ହେବ ଲିସନିଂ ଏଣ୍ଡ ରିଡିଂ। ତ କିପରି ମନେ ରଖିବେ ଆପଣ? LSRW, ତ ନିଶ୍ଚିନ୍ତ ଆପଣ LR କୁ ନେବେ କି ରିସିପ୍ଟିଭ୍ ସ୍କିଲ୍ ଏବଂ SW କୁ ନେବେ ପ୍ରଡକ୍ଟିଭ୍ ସ୍କିଲ୍। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 63 ଫାଇଣ୍ଡ ଦ କରେକ୍ଟ ସେଣ୍ଟେନ୍ସ ଫ୍ରମ୍ ଏମଙ୍ଗ ଦ ଫଲୋଇଂ। ଅପସନ୍ ଏ ରେ ଅଛି ହି ଇଜ୍ ଷ୍ଟ୍ରେଞ୍ଜ ମ୍ୟାନ୍ ଇଜ୍ ନଟ୍ ହି, ହି ଇଜ୍ ଷ୍ଟ୍ରେଞ୍ଜ ମ୍ୟାନ୍ ଇଜ୍ ନଟ୍ ଇଟ୍। ଅପସନ୍ ସି ରେ ଅଛି କି ହି ଇଜ୍ ଏ ଷ୍ଟ୍ରେଞ୍ଜ ମ୍ୟାନ୍ ଇଜ୍ ନଟ୍ ହି। ଅପସନ୍ ଡି ଅଛି ହି ଇଜ୍ ଏ ଷ୍ଟ୍ରେଞ୍ଜ ମ୍ୟାନ୍ ଇଜ୍ ହି ନଟ୍। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 63 ପ୍ରପର ସିକ୍ୱେନ୍ସ ଯଦି ଆମେ ଦେଖିବା বা সেন্টেন্স গ্রামাটিক্যালি যদি আমি দেখিবা তাহলে क्वेश्चन नंबर 63 ର অপশন ए হবো करेक्ट आंसर। ही इज ए स्ट्रेंज मैन इज नॉट ही देन क्वेश्चन टैग। क्वेश्चन नंबर 64 आइडेंटिफाई द ग्रामेटिकल एक्सेप्टेबल सेंटेंस। क्वेश्चन नंबर 64 तबे करेक्ट आंसर कोन हबो? ऑप्शन बी हबो स्कूल बिगिंस एट 10 o'clock। देन देखिबा क्वेश्चन नंबर 65 टू 69 आमे स्किप करिवा जेहेतु आपनकर पैसेज अछि। क्वेश्चन नंबर 70 फर्स्ट ऑफ ऑल मु कहबी कि आपण माने जतेबेले पैसेज करिवे तो प्रथमे पैसेज को रीड न करी कि डायरेक्ट जदी आपण क्वेश्चन को रीड करी सेही मध्यरु जो ऑप्शन अछि ताकू नै कि आपण पैसेज को जिवे तो निश्चित बेस्ट रहबो जहा कि आपनकर एग्जाम रे टाइम मैनेजमेंट करि परिवे। तबे क्वेश्चन नंबर 70 द प्रोसेस ऑफ डिवाइडिंग ए सेंटेंस इनटू ए फ्यू सेंस ग्रुप व्हाइल रीडिंग इज नोन एज आइस्पान, चंकिंग, स्किमिंग, स्कैनिंग। क्वेश्चन नंबर 70 समस्त यार सटीक आंसर देथिबे ऑप्शन बी चंकिंग। रिपीटेड क्वेश्चन आछी
Question number 71. Primary requirement for writing a composition essay is sequencing, vocabulary, idea, style. सठिक आंसर कौन हम? क्वेश्चन नंबर 71. रिक्रुटमेंट फॉर राइटिंग ए कंपोजिशन, तेणु समस्त यार सठिक आंसर देथिबे आइडिया. देन देखिए क्वेश्चन नंबर 72. द बुक इज इंटरेस्टिंग टू रीड. द अंडरलाइन वर्ड इज ए और एन एडवर्ब, नाउन, वर्ब, एडजेक्टिव. तेबे सठिक आंसर कौन हम? क्वेश्चन नंबर 72. इंटरेस्टिंग. समस्त यार सठिक आंसर देथिबे एडजेक्टिव. Question number 73. I cannot lift the box. The full form of cannot is. तो क्वेश्चन नंबर 73. तो cannot रो आमे देखिबा जदी ताले सठिक आंसर कोन हबो? ऑप्शन सी हबो, कैन नॉट. क्वेश्चन नंबर 74. Which of the following is useful for learning language at the beginning? Teaching, explanation, persuasion, exposure. तेबे सठिक आंसर कोन हबो 74 रो? ऑप्शन डी हबो, एक्सपोजर. Which language skill competence is considered most important in teaching learning English in India? Question number 75. Which language skill competence is considered most important in teaching learning English in India? Listening, speaking, reading, writing. तेबे सठिक आंसर कोन हबो? क्वेश्चन नंबर 75. ऑप्शन सी हबो, रीडिंग. क्वेश्चन नंबर 76. Complete the answer to the question. What time does the bus leave? Mohan asked me what time the bus dash left, had left, leaves, is leaving. तेरे सठिक आंसर कौन होगा? क्वेश्चन नंबर 76. मोहन asked me what time the bus left. ऑप्शन ए होगा तार सठिक आंसर. देन देखिए क्वेश्चन नंबर 77. Identify the most appropriate and right sentence. तो करेक्ट सेंटेंस जो देखिबा क्वेश्चन नंबर 77 तार सठिक आंसर कोन हबो? ऑप्शन बी हबो, you should avail yourself of every opportunity to practice speaking English. ऑप्शन बी हबो तार राइट आंसर. देन देखिबा क्वेश्चन नंबर 78. Identify the grammatical acceptable sentence from among the following. He is tired and so you are. He is tired so you are. ऑप्शन सी रे मध्य he is tired and so are you अछि एवं ऑप्शन डी रे अछि कोन ना he is tired and so are you. देन क्वेश्चन मार्क. तेबे सठिक जदि हमें देखिबा ग्रामाटिकली acceptable sentence क्वेश्चन नंबर 78 रो ऑप्शन सी हबो, he is tired and so are you. क्वेश्चन नंबर 79. Find the correct sentence from among the following. तेबे सठिक आंसर कोन हबो? 79. ऑप्शन सी हबो, I will have you all speak English well within a year. राइट आंसर ऑप्शन सी. क्वेश्चन नंबर 80. Which of the following is not a correct statement? तो निम्नोक्त मध्यरु केउ स्टेटमेंट करेक्ट नाही बा ठीक नुहे जब देखिबा ताले क्वेश्चन नंबर 80 रो कोन हबो ना ऑप्शन बी हबो, समेटिव असेसमेंट इज यूजफुल फॉर रीडिजाइनिंग द स्ट्रेटजीज. बिल्कुल नुहे. तेबे सठिक आंसर हबो ऑप्शन बी. क्वेश्चन नंबर 81. Which of the following implies to utter with more degree of force? To utter with more degree एतले अंडरलाइन अछि जो देखिबा ताले स्ट्रेस, इंटोनेशन, प्रोनाउंसिएशन, पॉज. वॉइस रो जो राइज एंड फॉल को हमें इंटोनेशन कहि थांती, प्रोनाउंसिएशन उच्चारण, पॉज जोठी हमें आवश्यकता पड़े रहिबा को. तेबे सठिक आंसर कोन हबो?
क्वेश्चन नंबर 81 ऑप्शन ए हबो स्ट्रेस। मूव करिया क्वेश्चन नंबर 82 चूज द मोस्ट एप्रोप्रिएट आंसर फ्रॉम अमंग द फॉलोइंग। योर आंसर इज डैश राइट। तेबे करेक्ट आंसर कोन हबो क्वेश्चन नंबर 82 ऑप्शन सी हबो ए 100%। देन देखिबा क्वेश्चन नंबर 83 आइडेंटिफाई द करेक्ट स्प्लिट वर्ड वैक्यूम। तो जदि देखिबा क्वेश्चन नंबर 83 रो करेक्ट आंसर हबो ऑप्शन ए हबो VACWM वैक्यूम। क्वेश्चन नंबर 84 primary objective of teaching learning English in India is to ensure better employment, pursue higher education, develop communication skill, and option D ରେ ଅଛି କି remain updated about development। ତେବେ क्वेश्चन नंबर 84 ର ସଠିକ आंसर कोन हबो ऑप्शन सी हबो develop communication skills। देन देखिबा क्वेश्चन नंबर 85 identify the false statement। ତେବେ ସଠିକ आंसर कोन हबो ऑप्शन सी हबो इंग्लिश एज ए सेकेंड लैंग्वेज इज नॉट अवेलेबल इन ओडिशा स्टेट। कारण एटी पचारिछि आपनको आइडेंटिफाई द फॉल्स स्टेटमेंट। तेणु सठिक आंसर हबो ऑप्शन सी हबो। देन देखिबा क्वेश्चन नंबर आपनकर प्रोज पोएट्री रो अछि 86 टू 90। तेबे नेक्स्ट ले हम मूव करिवा कि सामाजिक पाठ जहा कि आपनकर सोशल स्टडीज। स्वाधीन भारतर प्रथम महिला मुख्यमंत्री किए समस्त यार सठिक आंसर दे सारिथिबे। क्वेश्चन नंबर 91 हु वाज द फर्स्ट वुमेन चीफ मिनिस्टर ऑफ इंडिपेंडेंट इंडिया। जयललिता, नंदिनी शतपथी, सुचेता कृपालिनी, विजयलक्ष्मी पंडित। तेबे सठिक आंसर कोन हबो क्वेश्चन नंबर 91 ऑप्शन सी हबो सुचेता कृपालिनी। मूव करिवा क्वेश्चन नंबर 92 केउंटी त्रिस्तरीय स्थानीय सरकार व्यवस्थार अंतर्भुक्त नुहे। पंचायत समिति, ग्राम्य कमिटी, ग्राम पंचायत, जिला परिषद। क्वेश्चन नंबर 92 तेबे सठिक आंसर हबो ऑप्शन बी हबो ग्राम्य कमिटी। भारतर केतोटी भूकंप अंचल रे विभक्ति होइछि। 4टी, 2टी, 6टी एवं ऑप्शन डी रे अछि 5टी। तेबे सठिक आंसर कोन हबो क्वेश्चन नंबर 93 ऑप्शन ए हबो 4टी। मूव करिया क्वेश्चन नंबर 94 निम्नलिखित मध्यरु केउंटी पृथ्वीर तापमात्रा बंटन को प्रभावित करुवा सबठारु गुरुत्वपूर्ण कारक अटे। इन्सुलेशन, सौर विकिरण, भूतल विकिरण कौनसीटी नुहे।